ଅଷ୍ଟମ ଅଧ୍ୟାୟ ବିଦ୍ୟାପତି ବିଶ୍ୱାବସୁ ମିଳନ ଓ ବିଦ୍ୟାପତିଙ୍କ ନୀଳମାଧବ ଦର୍ଶନ। ଜୈମିନୀ ଋଷି ମୁନିମାନଙ୍କ ଆଗରେ ବର୍ଣ୍ଣନା କରୁଥାନ୍ତି। ବିଦ୍ୟାପତିଙ୍କ କଥା ଶୁଣି ବିଶ୍ୱାବସୁ ମନେ ମନେ ଚିନ୍ତା କଲେ, ଆଜି ଆମମାନଙ୍କର ଦୁର୍ଦ୍ଦିନ ଉପସ୍ଥିତ ହୋଇଛି। ଏପର୍ଯ୍ୟନ୍ତ ଆମ ପ୍ରଭୁ ଗୁପ୍ତରେ ଥିଲେ। ଯଦି ମୁଁ ତାଙ୍କୁ ବ୍ରାହ୍ମଣଙ୍କୁ ଦେଖାଇଦେବି, ତେବେ ସେ ସର୍ବଜନରେ ପରିଚିତ ହୋଇଯିବେ। ଯଦି ମୁଁ ତାଙ୍କୁ ନ ଦେଖାଏ, ତେବେ ବ୍ରାହ୍ମଣ କ୍ରୋଧାନ୍ୱିତ ହୋଇ ଅଭିଶାପ ଦେଇ ଏ ସ୍ଥାନରୁ ପଳାଇ ଯିବେ। ପ୍ରଥମରେ ସମସ୍ତ ଜାତି ଭିତରେ ବ୍ରାହ୍ମଣ ଶ୍ରେଷ୍ଠ ଏବଂ ଦ୍ୱିତୀୟରେ ସେ ଅତିଥି। ସେ ଯଦି ଫେରିଯାନ୍ତି, ତେବେ ମୋର ସମସ୍ତ କୃତପୁଣ୍ୟ କର୍ମ ନଷ୍ଟ ହୋଇଯିବ। ବିଶ୍ୱାବସୁଙ୍କର ଶବରପଲ୍ଲୀରେ ପୂର୍ବରୁ ପ୍ରସାରିତ ଜନଶ୍ରୁତି କଥା ମନେ ପଡ଼ିଗଲା। ସେ ଶୁଣିଥିଲେ ନୀଳମାଧବ ଭୂମିଗତ ହୋଇଯିବେ। ପ୍ରବଳ ପରାକ୍ରମୀ ରାଜା ଇନ୍ଦ୍ରଦ୍ୟୁମ୍ନ ସ୍ୱଦେହରେ ବ୍ରହ୍ମଲୋକକୁ ଗମନ କରିବେ। ପ୍ରଜାବର୍ଗଙ୍କ ସହ ଆସି ଏଠାରେ ସହସ୍ର ଅଶ୍ୱମେଧ ଯଜ୍ଞ କରିବେ। ମହାପ୍ରଭୁ ଦାରୁଦେହରେ ଚତୁର୍ଥ ମୂର୍ତ୍ତି ହୋଇ ତାଙ୍କୁ ଦର୍ଶନ ଦେବେ। ଏକଥା ଅନ୍ୟଥା ହେବ ନାହିଁ। ଏହି ଅତିଥି ବ୍ରାହ୍ମଣ ବହୁ ପୁଣ୍ୟ କରିଛନ୍ତି। ମୁଁ ତାଙ୍କୁ ଏହି ନୀଳେନ୍ଦ୍ରୀ ମଣିମୟ ସାକ୍ଷାତ ଚିଦାନନ୍ଦ ସ୍ୱରୂପ ଅଚ୍ୟୁତଙ୍କୁ ଦର୍ଶନ କରାଇଦେବି। ହରି ଇଚ୍ଛା ବଳବାନ, ମନୁଷ୍ୟର ତା ଉପରେ କର୍ତ୍ତୃତ୍ୱ ନାହିଁ। ଏହିପରି ଚିନ୍ତା କରି ବିଶ୍ୱାବସୁ ବିଦ୍ୟାପତିଙ୍କୁ କହିଲେ, ହେ ବିପ୍ରବର, ମହାରାଜ ଇନ୍ଦ୍ରଦ୍ୟୁମ୍ନ ଏଠାକୁ ଆସି ଅବସ୍ଥାନ କରିବେ, ଏ କଥା ମୁଁ ଆଗରୁ ଜାଣିଛି। ତୁମେ ତାଙ୍କଠାରୁ ମଧ୍ୟ ଅଧିକ ଭାଗ୍ୟବାନ। ଆଜି ତୁମେ ପ୍ରଥମ ବ୍ୟକ୍ତି ହିସାବରେ ଚର୍ମଚକ୍ଷୁରେ ମାଧବଙ୍କୁ ଦେଖିବ। ଏହା କହି ତାଙ୍କ ହାତ ଧରି ପଥର ଓ କଣ୍ଟକାବୃତ ସଂକୀର୍ଣ୍ଣ ଦୁର୍ଗମ ଓ ଅନ୍ଧକାରମୟ ପଥରେ ଆଗେଇ ଚାଲିଲେ। ବାଟରେ ଯାଉ ଯାଉ ବିଦ୍ୟାପତିଙ୍କ ଆଗରେ ସେ ଅନେକ କଥା ବଖାଣୁଥାନ୍ତି। କିଛି ସମୟ ମଧ୍ୟରେ ସେମାନେ ରୋହିଣୀ କୁଣ୍ଡ ନିକଟରେ ପହଞ୍ଚିଗଲେ। ରୋହିଣୀ କୁଣ୍ଡକୁ ଦେଖାଇ ବିଦ୍ୟାପତିଙ୍କୁ କହିଲେ, ଏହି କୁଣ୍ଡର ଜଳ ଅତୀବ ପବିତ୍ର। ଏହି ଜଳରେ ସ୍ନାନ କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ। ଏହାର ପୂର୍ବ ଭାଗରେ କଳ୍ପ କଳ୍ପ ଧରି ରହିଥିବା କଳ୍ପବଟ ବିଦ୍ୟମାନ। ଏହାର ଛାଇ ବ୍ରହ୍ମହତ୍ୟା ଦୋଷ ଦୂର କରେ। ରୋହିଣୀ କୁଣ୍ଡ ଓ କଳ୍ପବଟ ମଧ୍ୟବର୍ତ୍ତୀ କାନନ ଭିତରେ ସ୍ଥିତ ବେଦାନ୍ତ ବେଦ୍ୟ ପୁରୁଷ ଜଗନ୍ନାଥଙ୍କୁ ଦର୍ଶନ କର। ସବୁ ପାପ ଦୂର ହୋଇଯାଇ ଭବସାଗରରୁ ପାରି ହୋଇଯିବ। ବିଶ୍ୱାବସୁଙ୍କ କଥା ଶୁଣି ବିଦ୍ୟାପତି କାଳବିଳମ୍ବ ନ କରି ରୋହିଣୀ କୁଣ୍ଡରେ ସ୍ନାନ କରି ମାଧବଙ୍କୁ ଦର୍ଶନ କରି ହର୍ଷ ଗଦଗଦ ହୋଇ ଏକାଗ୍ର ଚିତ୍ତରେ ତାଙ୍କୁ ସ୍ତୁତି କରିବାକୁ ଲାଗିଲେ। କହିଲେ, ହେ ସର୍ବବ୍ୟାପୀ ପ୍ରକୃତି ପୁରୁଷାତୀତ ସର୍ବବସ୍ତୁସାର ଜଗତ୍ପତି ଜଗନ୍ନାଥ, ତୁମ ମହିମା ବେଦ ପୁରାଣ ଓ ଇତିହାସରେ ପ୍ରତିପାଦିତ ହୋଇଛି। ହେ ବିଶ୍ୱାଧାର, ସକଳ ଜଗତର ସୃଷ୍ଟି ପାଳନ ଓ ସଂହାରକର୍ତ୍ତା ପରମେଶ୍ୱର, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ହେ ଦେବଦେବେଶ, ଆପଣ ଋକ୍ ଯଜୁଃ ସାମ ସ୍ୱରୂପ ଓ ଚନ୍ଦ୍ର ସୂର୍ଯ୍ୟ ଆଦି ଜ୍ୟୋତିଷ୍କ ରୂପେ ବିଦ୍ୟମାନ। ପତିତ ପାବନୀ ଗଙ୍ଗା ଆପଣଙ୍କ ପାଦପଦ୍ମରେ କୋଟି ଦଣ୍ଡବତ କରୁଛି। ଯଜମାନ ଯଥାବିଧି ମନ୍ତ୍ର ଉଚ୍ଚାରଣ କରି ଯଜ୍ଞ ଅଗ୍ନିରେ ଆହୁତି ପ୍ରଦାନ କରେ। ମାତ୍ର ଆପଣ ସ୍ୱୟଂ ଯଜ୍ଞ ଭୋକ୍ତା ଯଜ୍ଞେଶ୍ୱର ଅଟନ୍ତି। ଆପଣଙ୍କ ପ୍ରେରଣାରେ ସୃଷ୍ଟିରେ ଆବର୍ତ୍ତନ ହୁଏ। ଆପଣ ଆନନ୍ଦ ସ୍ୱରୂପ ବ୍ରହ୍ମ, ଏଣୁ ମୁଁ ଆପଣଙ୍କ ପାଦରେ ନମନ କରୁଛି। ହେ ନିର୍ମଳ ସ୍ୱରୂପ, ଆପଣ ସହସ୍ର ଶୀର୍ଷା ପୁରୁଷ ଅଟନ୍ତି। ଆପଣଙ୍କ ହସ୍ତ ସୁଦୂର ପ୍ରସାରୀ। ଆପଣ ସମସ୍ତ ରୂପର ଗନ୍ତାଘର। ସମସ୍ତ ରୂପ ଆପଣଙ୍କ ଭିତରେ ବିଲୀନ ହୋଇଛି। ସକଳ ଜୀବନର ସ୍ୱରୂପ ହେ ଚିଦାନନ୍ଦ, ମୁଁ ଆପଣଙ୍କୁ ନମସ୍କାର କରୁଛି। ହେ ଲକ୍ଷ୍ମୀକାନ୍ତ ପଦ୍ମଲୋଚନ ପଦ୍ମପତ୍ରାକ୍ଷ ପୁରୁଷୋତ୍ତମ, ମୁଁ ସଂସାର ଚକ୍ରରେ ଘୋରି ହୋଇ ରୋଗ ଶୋକରେ ପୀଡ଼ିତ ହେଉଛି। ମୋତେ ଭବ ବନ୍ଧନରୁ ଉଦ୍ଧାର କରିବା ନିମନ୍ତେ ଆପଣଙ୍କ ଶରଣାପନ୍ନ ହେଉଛି। ଏହିପରି ଭାବରେ ସ୍ତୁତି କରି ବିଦ୍ୟାପତି ମାଧବଙ୍କ ସମ୍ମୁଖରେ ଆସୀନ ହୋଇ ପ୍ରଣିପାତ ପୂର୍ବକ ଓଁକାର ଜପ କରିବାକୁ ଲାଗିଲେ। ଜପ ସମାପ୍ତ ହେବା ବେଳକୁ ମନ ଶାନ୍ତ ହୋଇଗଲାଣି। ହାତ ଯୋଡ଼ି ମନେ ମନେ ପ୍ରଭୁଙ୍କୁ ଚିନ୍ତା କରି କହିଲେ, ଆଜି ମୋ ଜୀବନ ଧନ୍ୟ ହୋଇଗଲା। ବିଦ୍ୟାପତିଙ୍କ ମନୋଭାବ ଜାଣିପାରି ବିଶ୍ୱାବସୁ କହିଲେ, ହେ ଦ୍ୱିଜ ଶ୍ରେଷ୍ଠ, ଆପଣ ପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି। ସନ୍ଧ୍ୟା ଆଗତ ପ୍ରାୟ। କ୍ଷୁଧା ଓ ତୃଷାରେ ବ୍ୟସ୍ତ ହେବେଣି। ଅରଣ୍ୟରେ ବହୁ ହିଂସ୍ର ଜନ୍ତୁ ଅଛନ୍ତି, ଏଣୁ ଏ ସ୍ଥାନରେ ଆଉ ଅଧିକ ସମୟ ରହିବା ଉଚିତ ହେବ ନାହିଁ। ଏହା କହି ସେ ବିଦ୍ୟାପତିଙ୍କ ହାତ ଧରି ବେଗେ ବେଗେ ସ୍ୱଗୃହାଭିମୁଖୀ ଗମନ କଲେ। ବିଦ୍ୟାପତି ଶ୍ରୀହରିଙ୍କୁ ମନ ମଧ୍ୟରେ ଧ୍ୟାନ କଲେ। ସେ କ୍ଷୁଧା ତୃଷା ପଥଶ୍ରମ ଆଦି ସବୁ ଭୁଲିଗଲେ। ଶରୀରକୁ ଅସ୍ଥାୟୀ ବୋଲି ବିଚାରିବାରୁ ଚିତ୍ତ ପ୍ରେମମଗ୍ନ ହୋଇଗଲା।
ସନ୍ଧ୍ୟା ପୂର୍ବରୁ ସେମାନେ ବିଶ୍ୱାବସୁଙ୍କ ଗୃହରେ ପହଞ୍ଚିଗଲେ। ବୈଷ୍ଣବ ଶ୍ରେଷ୍ଠ ବିଶ୍ୱାବସୁ ଜଣେ ବ୍ରାହ୍ମଣଙ୍କୁ ଅତିଥି ରୂପେ ପାଇ ନିଜକୁ ଧନ୍ୟ ମନେ କଲେ। ଅତିଥିଙ୍କ ପାଦ ପୂଜା କରି ତାଙ୍କୁ ଖାଦ୍ୟ ପାନୀୟ ଆଦି ଅର୍ପଣ କଲେ। ଘଞ୍ଚ ଜଙ୍ଗଲ ମଧ୍ୟରେ ବାସ କରୁଥିବା ଶବର ଗୃହରେ ଏପରି ରାଜଭୋଗ୍ୟ ଦିବ୍ୟ ଖାଦ୍ୟ ଦେଖି ବିଦ୍ୟାପତି ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ। ଏହିପରି ଚିନ୍ତାରେ ଘାରି ହେଉଥିବା ବେଳେ ବିଶ୍ୱାବସୁ ବିନୀତ ଭାବେ ତାଙ୍କୁ ପଚାରିଲେ, ହେ ବ୍ରାହ୍ମଣ, ଆପଣଙ୍କ କ୍ଷୁଧା ଓ ତୃଷା ଦୂର ହେଲା କି ନାହିଁ? ଆପଣ ଏବେ ସୁସ୍ଥ ଅନୁଭବ କରୁଛନ୍ତି ତ? ଜଣେ ବନବାସୀ ଗୃହରେ ନଗରର ସୁବିଧା ମିଳିବ ବା କିପରି? ଶାସ୍ତ୍ରମାନଙ୍କରେ ବର୍ଣ୍ଣିତ ହୋଇଛି ଯେ ରାଜ ଆଶ୍ରିତ ବ୍ୟକ୍ତିମାନଙ୍କ ମଧ୍ୟରୁ ମନ୍ତ୍ରୀ ଓ ପୁରୋହିତ ଦୁଇଜଣ ଶ୍ରେଷ୍ଠ। ସେମାନଙ୍କ ଭିତରୁ ପୁରୋହିତ ପ୍ରଥମ ସମ୍ମାନର ଅଧିକାରୀ ଅଟନ୍ତି। ଆପଣ ସନ୍ତୁଷ୍ଟ ହେଲେ ସାର୍ବଭୌମ ପ୍ରତାପଶାଳୀ ରାଜା ଇନ୍ଦ୍ରଦ୍ୟୁମ୍ନ ମଧ୍ୟ ସନ୍ତୁଷ୍ଟ ହେବେ। ବିଶ୍ୱାବସୁଙ୍କ କଥା ଶୁଣି ବିନୟାବନତ ବିଦ୍ୟାପତି କହିଲେ, ହେ ଶବର ରାଜା, ତୁମ ପ୍ରଦତ୍ତ ଉତ୍ତମ ପଦାର୍ଥମାନ କେବେ ହେଲେ ମନୁଷ୍ୟକୃତ ହୋଇ ନପାରେ। ରାଜା ବା ଏ ପଦାର୍ଥ ପାଇବେ କେଉଁଠୁ? ହେ ମିତ୍ରବର, ଏ ସମସ୍ତ ଦିବ୍ୟ ବସ୍ତୁ ଶବରାଳୟରେ ପାଇଲେ କିପରି ମୋ ଆଗରେ ପ୍ରକାଶ କରି ମୋ ଶଙ୍କା ଦୂର କରନ୍ତୁ। ବିଦ୍ୟାପତିଙ୍କ କଥା ଶୁଣି ବିଶ୍ୱାବସୁ କହିଲେ, ହେ ବନ୍ଧୁ,